आपण ଶୁଣୁଛନ୍ତି ରେଡିଓ ତୋଷାଳୀ। ଆଜିର ଆଲୋଚନାକୁ ସ୍ୱାଗତ। ଆଜି ଆମେ ଆଲେକ୍ସ ପାଲମରଙ୍କ ଗୋଟେ ବହି ହ୍ୟାପିନେସ୍ ହ୍ୟାକ୍ସ ସେଇଟା ବିଷୟରେ କଥା ହେବା। ହଁ, ବହୁତ ଭଲ ବହିଟିଏ। ଏଥିରେ ନା ବହୁତ ଛୋଟ ଛୋଟ କିନ୍ତୁ ବୈଜ୍ଞାନିକ ଭିତ୍ତି ଥିବା କୌଶଳ ଅଛି, ମାନେ ଯାହା ଆମର ଡେଲି ଲାଇଫରେ ମୁଡ୍ ଭଲ କରିବାରେ ସାହାଯ୍ୟ କରେ। ଏକଦମ, ଆଉ ସବୁ ବହୁତ ପ୍ରାକ୍ଟିକାଲ। ହଁ, ତ ଆମର ଉଦ୍ଦେଶ୍ୟ ହେଉଛି ଏଥିରୁ କିଛି ମୁଖ୍ୟ କଥା ଯାହା ଶୀଘ୍ର କାମରେ ଆସିବ ସେଗୁଡ଼ିକୁ ବାହାର କରିବା। ନିଶ୍ଚୟ। ତେଣୁ ପୁରା ବୁଝିବାକୁ ହେଲେ ଆଲୋଚନାଟି ଶେଷ ପର୍ଯ୍ୟନ୍ତ ଶୁଣିବା ଦରକାର। ଆଉ ହଁ, ଯଦି ଏମିତି ବିଷୟ ଭଲ ଲାଗୁଥାଏ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେଲେ ଭଲ ହେବ। ନିଶ୍ଚିତ ଭାବରେ। ଆଉ ଏ ବହିର ମୂଳ କଥାଟା ଜାଣିଛନ୍ତି, ବହୁତ ସରଳ। କ'ଣ ସେଟା? ଏଇ ଯେ ଖୁସିଟା କିଛି ଏମିତି ବଡ଼ କିମ୍ବା ପହଞ୍ଚି ନହେଲା ଭଳି ଜିନିଷ ନୁହେଁ, ଆଚ୍ଛା, ବରଂ ଏଇଟା ଗୋଟେ ସ୍କିଲ୍ ପରି, ଗୋଟେ କୌଶଳ ଯାହାକୁ ଆମେ ପ୍ରତିଦିନ ଛୋଟ ଛୋଟ ପଦକ୍ଷେପ ନେଇକି ଡେଭଲପ୍ କରିପାରିବା। ମାନେ ଅଭ୍ୟାସ କରିହେବ। ହଁ, ଏହା ଗୋଟେ ପ୍ରାକ୍ଟିକାଲ ଗାଇଡ୍ ଭଳି ଆମ ମନ ଆଉ ଶରୀର ପାଇଁ। ଆଉ ପ୍ରତିଟା ହ୍ୟାକ୍ ବା ଉପାୟ ପଛରେ କିଛି ନା କିଛି ରିସର୍ଚ୍ଚ ଅଛି। ଓହୋ। ଆଉ ଗୋଟେ ଭଲ କଥା କ'ଣ କି, ଏ ବହିକୁ ଯେଉଁ ପେଜ୍ରୁ ବି ଆରମ୍ଭ କରିହେବ, ସବୁ ହ୍ୟାକ୍ ନିଜେ ନିଜେ ସ୍ୱତନ୍ତ୍ର। ଆରେ ବାଃ, ଏଇଟା ଭଲ ଲାଗିଲା। ତେବେ ଚାଲନ୍ତୁ ଟିକେ ଭିତରକୁ ଯିବା। ଗୋଟେ କନସେପ୍ଟ ମୋତେ ବହୁତ ଇଣ୍ଟରେଷ୍ଟିଂ ଲାଗିଲା, ଏମ୍ବଡିଡ୍ କଗ୍ନିସନ୍। ହଁ, ଏମ୍ବଡିଡ୍ କଗ୍ନିସନ୍। ମାନେ ଆମ ଶରୀର ମାଧ୍ୟମରେ ଆମେ ନିଜ ଚିନ୍ତାକୁ କେମିତି ପ୍ରଭାବିତ କରିପାରିବା। ଏହାର ମାନେ କ'ଣ? ଆମ ଶରୀରର ପଶ୍ଚର, ଆମର କାମ, ଏସବୁ ଆମ ଭାବନାକୁ ବଦଳାଇ ଦିଏ। ଏକଦମ ସିଧାସଳଖ ପ୍ରଭାବ ପକାଏ। ଏହାର ଗୋଟେ ବହୁତ ଫେମସ୍ ଏକ୍ଜାମ୍ପଲ୍ ଅଛି ନା, ସେଇ ପାୱର ପୋଜ୍। ହଁ, ପାୱର ପୋଜ୍। ସେଇ ଯୋଉ ସୁପରମ୍ୟାନ ପରି ଛିଡ଼ା ହେବା 2 ମିନିଟ୍ ପାଇଁ, ଛାତି ଫୁଲେଇ ଅଣ୍ଟାରେ ହାତ ଦେଇ। ହଁ, ଦେଖିବାକୁ ବଡ଼ ସାଧାରଣ ଲାଗିପାରେ, କିନ୍ତୁ ଏହା ପଛର ସାଇନ୍ସଟା ବହୁତ ରୋଚକ। ସତରେ? କେମିତି? ଜଣେ ସୋସିଆଲ ସାଇକୋଲୋଜିଷ୍ଟ ଅଛନ୍ତି ଆମିକଡି। ତାଙ୍କ ଗବେଷଣାରୁ ଜଣାପଡ଼ିଛି ଯେ ଏମିତି ପାୱାରଫୁଲ ପୋଜ୍ରେ ରହିଲେ ଆମ ଶରୀରରେ ଟେଷ୍ଟୋଷ୍টেରୋନ୍ ଲେଭେଲ ବଢ଼େ। ଓହୋ, ସେଟା କନଫିଡେନ୍ସ ହର୍ମୋନ୍ ନା? ହଁ, ଆତ୍ମବିଶ୍ୱାସ ସହ ଯୋଡ଼ା। ଆଉ ସାଙ୍ଗେ ସାଙ୍ଗେ କର୍ଟିଜଲ ଲେଭେଲ କମେ। ଆଚ୍ଛା, ଷ୍ଟ୍ରେସ୍ ହର୍ମୋନ୍। ଏକଦମ, ଚାପ କମେ। ବୋଧହୁଏ ଆମ ମସ୍ତିଷ୍କ ବି ଏବେ ବି ସେଇ ପୁରୁଣା ପ୍ୟାଟର୍ନରେ କାମ କରେ, ଯେଉଁଠି ଶରୀରର ଭଙ୍ଗୀ ସୋସିଆଲ ଷ୍ଟାଟସ୍ କିମ୍ବା କନଫିଡେନ୍ସର ସିଗ୍ନାଲ ଦେଉଥିଲା। ବୁଝିଲି। ତେଣୁ କୌଣସି ଇମ୍ପୋର୍ଟାଣ୍ଟ ମିଟିଂ ହଉ ବା ଯେକୌଣସି ଷ୍ଟ୍ରେସଫୁଲ୍ ସିଚୁଏସନ୍ ଆଗରୁ 2 ମିନିଟ୍ ଏମିତି ରହିଲେ ମନୋବଳ ଟିକେ ବଢ଼ିଯାଏ। ଆରେ ବାଃ, ଏଇଟା ତ ବଢ଼ିଆ କଥା। ମାନେ ଖାଲି ପଶ୍ଚର ବଦଳେଇ ଆମେ ନିଜ ମୁଡ୍ ବଦଳେଇ ପାରିବା। ବହୁତ ସହଜ ଆଉ ପାୱାରଫୁଲ୍ ଲାଗୁଛି। ହଁ, ପ୍ରକୃତରେ। ପୁରା ଭିଡିଓଟି ପାଇଁ ଡେସ୍କ୍ରିପ୍ସନ ଦେଖନ୍ତୁ।